ଆପଣ ଚିଙ୍ଗୁଡ଼ିର ଛେଚା ତ ନିହାତି ଖାଇଥିବେ, କିନ୍ତୁ ଚିଙ୍ଗୁଡ଼ିକୁ ବାଛିଲା ପରେ ତା'ର ଯେଉଁ ମୁଣ୍ଡର ଛେଚାଟା ଆପଣ କେବେ ଖାଇଛନ୍ତି? ତେବେ ଚାଲନ୍ତୁ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା। ୱେଲକମ୍ କରୁଛି ମୋ ଚ୍ୟାନେଲ୍ ସାନ୍ଭିକା ୱାର୍ଲ୍ଡକୁ। ଚିଙ୍ଗୁଡ଼ି ବାଛି ସାରିଲା ପରେ ସେଥିରୁ ଯେ ଶୁଙ୍ଗ ଗୁଡ଼ାକ ବାହାରିଲା ତାକୁ ଆମେ ଛେଚିବା। ଦେଖିବେ ଆପଣ ଥରେ ଏମିତି ଉପାୟରେ କରନ୍ତୁ, ନିଶ୍ଚିନ୍ତ ଆପଣଙ୍କୁ ଚିଙ୍ଗୁଡ଼ି ଖାଇଲା ଭଳିଆ ଲାଗିବ। ଚିଙ୍ଗୁଡ଼ି ଶୁଙ୍ଗକୁ ପ୍ରଥମେ ଭଲ ଭାବରେ ଧୋଇ ତାକୁ ହଳଦୀ ଲୁଣ ଗୋଳେଇ ମୁଁ ତେଲ ପକାଇ କଡ଼େଇରେ ଭଲ ଭାବରେ ଖଡ଼ଖଡ଼ିଆ ଟାଇପ୍ର ଭାଜିଦେଲି। ତାପରେ ଏଠି ମୁଁ ନେଇଛି ଟିକେ ଧନିଆ ପତ୍ର, ପିଆଜ, ରସୁଣ ଏବଂ କଞ୍ଚା ଲଙ୍କା ଏବଂ ଛେଚିବା ପାଇଁ ମୁଁ ଏଠି ନେଇଛି ଗୋଟେ ହେମଦସ୍ତା। ଏବେ ଚିଙ୍ଗୁଡ଼ି ଶୁଙ୍ଗକୁ ହେମଦସ୍ତାରେ ପକାନ୍ତୁ, ଅଳ୍ପ ଟିକେ ସେଥିରେ ଲୁଣ ପକାନ୍ତୁ, ଆଉ ପିଆଜ, କଞ୍ଚା ଲଙ୍କା, ରସୁଣ, ଧନିଆ ପତ୍ରକୁ ଏଥିରେ ଛେଚି ଦିଅନ୍ତୁ। ଅଳ୍ପ ଟିକେ ସୋରିଷ ତେଲ ପକାଇ ଦେଖନ୍ତୁ ଆମର ଚିଙ୍ଗୁଡ଼ି ମୁଣ୍ଡର ଛେଞ୍ଚା ବନିକି ପୁରାପୁରି ରେଡ଼ି ହୋଇଯାଇଛି। ଏବେ ଆପଣ ଚିଙ୍ଗୁଡ଼ିର ମୁଣ୍ଡକୁ ନ ପକାଇ ଏମିତି ଛେଚା କରିକି ଖାଆନ୍ତୁ, ନିହାତି ଭଲ ଲାଗିବ।